ଯେ ପ୍ରାଚୀନ ଯୋଉ ଯାନ ସବୁ ଥିଲା ଆମେ ତାର ନା ବିମାନ ବୋଲି କହୁଛୁ ପ୍ରାଚୀନ କାଳରେ। ଏବେ ଆମେ ଗାଡି ବୋଲି କହୁଛୁ। ଯଦି ମହାପ୍ରଭୁ ଜଗନ୍ନାଥଙ୍କର କ୍ଷେତ୍ରକୁ ବୁଲିବାକୁ ଯିବା, ଆମେ ମୟୂରଭଞ୍ଜରୁ ଆସୁ କି ବାରିପଦାରୁ ଆସୁ କି ଆମେ ବାଲେଶ୍ୱରରୁ ଆସୁ କି ରାଉରକେଲାରୁ ଆସୁ, ଆମେ ଯୋଉଥିରେ ଆସୁ ତାକୁ ଆମେ ଗାଡି ବୋଲି କହୁଛୁ, ବସ୍ ବୋଲି କହୁଛୁ, କାର ବୋଲି କହୁଛୁ। ଆଜ୍ଞା ଇଏ ହଉଛି ପରିବର୍ତ୍ତିତ ଅନୁପ୍ରବେଶ ହେଇଥିବା ଶବ୍ଦାବଳୀ। କିନ୍ତୁ ଆମର ସଂସ୍କୃତି ହଉଛି ଜଗନ୍ନାଥ ସଂସ୍କୃତି। ଆମେ ଯେତେବେଳେ ଆମକୁ କିଏ ଫୋନ କରେ ଆମେ କହୁଛେ ହାଲୋ ବୋଲି କହୁଛେ, କିନ୍ତୁ ଜଗନ୍ନାଥ ସଂସ୍କୃତି କହୁଛି କୁହନ୍ତୁ ନାମ ନେଇକି କୁହନ୍ତୁ ଜୟ ଜଗନ୍ନାଥ। କିନ୍ତୁ ଆମେ ସେସବୁ ଭୁଲିଗଲୁଣି। ଆଉ ବିଶେଷ ଭାବରେ ଏଇଭଳି ଚର୍ଚ୍ଚା ଦ୍ୱାରା ହିଁ ଆମେ କଣ କରୁ, ଯେତେବେଳେ କେହି କହନ୍ତି ହାଲୋ କହିବା ପରିବର୍ତ୍ତେ ଆମେ କହିବା ଜୟ ଜଗନ୍ନାଥ। ଫଳରେ କଣ ହବ, ଆମ ଭିତରେ ଥିବା ଯୋଉ 6ଟା ଯାକ ଚକ୍ର ଉଦ୍ଦୀପ୍ତ ହୁଅନ୍ତି। ଆମ ଭିତରେ ଯୋଉ ଅଛି 762 ନାଡି ଏବଂ ତନ୍ମଧ୍ୟରେ 3ଟି ବିଶିଷ୍ଟ ନାଡି ପିଙ୍ଗଳା, ପିଙ୍ଗଳା, ସୁଷୁମ୍ନା, ଏ 3 ନାଡି ମତେ ଜାଗ୍ରତ ହୁଅନ୍ତି। ଆମେ ଦୈବିକ ପ୍ରକୃତି ଯୁକ୍ତ ହଉ। ଆଜ୍ଞା ଦୈବିକ ପ୍ରକୃତି ଯୁକ୍ତ ହେଲେ ସିନା ଦେବତାଙ୍କର ଦିଅଙ୍କର ପୂଜା କରିବା, ଦିଅଙ୍କୁ ଜାଣିବା, ନହେଲେ ଦିଅଙ୍କୁ କେମିତି ଜାଣିବା? ଯେମିତି କୁହାଯାଏ ବାଘର ବିପରୀତ ନାହିଁ, ହରିଣର ବିପରୀତ ନାହିଁ, ଗାଈର ବିପରୀତ ନାହିଁ, ପିମ୍ପୁଡିର ବିପରୀତ ନାହିଁ, କିନ୍ତୁ ମଣିଷର ଆଜ୍ଞା ବିପରୀତ ଅଛି। କଣ ତା ନା? ଅମଣିଷ। କାହିଁକି ସେ ଅମଣିଷ ହେଲା? ନା ଏଇ ଯୋଉ ଆମେ ଯୋଉ କହିଲେ ଯେ 5 ଜ୍ଞାନେନ୍ଦ୍ରିୟ, 5 କର୍ମେନ୍ଦ୍ରିୟ, 6 ରିପୁ ଏବଂ ମନ ହଉଛି 11ତମ ଇନ୍ଦ୍ରିୟ, ଏଇମାନେ ଯାହା ଯାହା ଯୋଉ ଦିଗରେ ପରିଚାଳିତ କରିଦିଅନ୍ତି, ଯଦି ଭୁଲ ଦିଗରେ ପରିଚାଳିତ କରିଦିଅନ୍ତି ତାକୁ କୁହାଯାଏ ବିକର୍ମ, କୁହାଯାଏ କୁକର୍ମ କୁହାଯାଏ। ମଣିଷ କିନ୍ତୁ କୁକର୍ମ କରିବା ଉଚିତ ନୁହେଁ, କାରଣ ମଣିଷ ମନୁଷ୍ୟ ଦେହ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ ଭାଗବତ। এই ଦିବ୍ୟ ଜ୍ଞାନ ଯୁକ୍ତ ମଣିଷ ନିଶ୍ଚିତ ଭାବରେ 4ଖାନି ଜୀବ ଭିତରେ ଶ୍ରେଷ୍ଠ। ଆମେ ଯୋଉ ଯାନ ବୋଲି କହୁ ତାହାକୁ ବିମାନ ବୋଲି କୁହାଯାଏ। ଆପଣ ଦେଖିବେ ଯେ ଯେତେବେଳେ ଆପଣଙ୍କର ବିଶେଷ ଭାବରେ ହବ ଦୋଳ ଯାତ୍ରା ବା ଚନ୍ଦନ ଯାତ୍ରା, ଭଗବାନ ଜଗନ୍ନାଥଙ୍କର ପ୍ରତୀକାତ୍ମକ ରୂପ ଚଳନ୍ତି ବିଗ୍ରହ ମଦନ ମୋହନ ଆସନ୍ତି, କୋଉଦିନ ବିମାନରେ ଆସନ୍ତି। ଆମେ ତାକୁ ଗାଡି କହିବା, ଆମେ ତାକୁ କାର କହିବା ନା ବସ୍ କହିବା? ଆମେ ନିଶ୍ଚିତ ଆମ ସଂସ୍କୃତି ମନେ ପକେଇବା। ଏଇଥିପାଇଁ ବିଶେଷ ଭାବରେ ଆମେ ମନେ ପକେଇବା କାହାକୁ ନା ସ୍ୱର୍ଣ୍ଣଚୂଡ଼ ସାହିତ୍ୟ ପରିବାରରେ ଯେ ପ୍ରାଚୀନ ମୂଳ, ଏ ପ୍ରାଚୀନ କଥା ଆମ ପାଖରେ ପରିବେଷଣ କରାହଉଛି। ଆପଣ ଆଇଏ ପଢନ୍ତୁ, ବିଏ ପଢନ୍ତୁ, ଏମଏ ପଢନ୍ତୁ, ଏମଫିଲ୍ କରନ୍ତୁ, ପିଏଚଡି କରନ୍ତୁ, ଡିଲିଟ କରନ୍ତୁ, ଯେତେ ଗୁଡିଏ ଶବ୍ଦ ଆପଣମାନଙ୍କ ପାଖରେ ତଥାକଥିତ ସମୟରେ ଅଛନ୍ତି, ଏ କଥା କଣ ଶୁଣିବାକୁ ପାଇବେ? ନା ଭାଗବତ ଶୁଣିବାକୁ ପାଇବେ, ନା ଭଗବତ ଗୀତା ଶୁଣିବାକୁ ପାଇବେ, ନା ଦାଢ୍ୟତା ଭକ୍ତି ଶୁଣିବାକୁ ପାଇବେ, ନା ସ୍କନ୍ଦ ପୁରାଣ ଶୁଣିବାକୁ ପାଇବେ, ନା ଜଗନ୍ନାଥଙ୍କ କଥା ଶୁଣିବାକୁ ପାଇବେ, ନା ବିମାନ ଶୁଣିବେ, ନା ଅବଢା କଥା ଶୁଣିବେ, ନା 22 ପାହାଚ ଶୁଣିବେ, ନା ଜଗନ୍ନାଥଙ୍କ ତ୍ରିମୂର୍ତ୍ତି ରତ୍ନ ସମ୍ପର୍କରେ ଶୁଣିବେ, ନା ତିନି ରଥ ସମ୍ପର୍କରେ ଶୁଣିବେ। ଆମେ ପ୍ରଥମରୁ ଜାଣିଲେ ଯେ ଶରୀର ହଉଛି ରଥ, ଏ ରଥରେ ରଥି ହଉଛନ୍ତି ମହାପ୍ରଭୁ ଜଗନ୍ନାଥ। ମୁଁ ତାଙ୍କ ପାଦ ପଦ୍ମରେ ନିଶ୍ଚିତ ଭାବରେ ପ୍ରଣତି ଅର୍ପଣ କରି ନିଶ୍ଚିତ ଭାବରେ ଏତିକି କଥା କହି ରଖିବା, ଯେତେବେଳେ ଆମେ ଯିବା ରଥ 3ଟି ସମ୍ପର୍କରେ ଜାଣିବା ପାଇଁ, ସେତିକିବେଳେ ନିଶ୍ଚିତ କହିବା ଯେ ଏଇ କ୍ଷେତ୍ର ହଉଛି ପୁରୁଷୋତ୍ତମ କ୍ଷେତ୍ର, ଯିଏ ହଉଛନ୍ତି ପୁରୁଷ ଉତ୍ତମ। এই ক্ষেত্রକୁ କହନ୍ତି ଶ୍ରୀକ୍ଷେତ୍ର। ଶ୍ରୀ କହିଲେ ଲକ୍ଷ୍ମୀଙ୍କୁ ବୁଝାଯାଏ। এই କ୍ଷେତ୍ର ହଉଛି ନୀଳାଚଳ କ୍ଷେତ୍ର। ନୀଳ ପର୍ବତ ଉପରେ, ଅଚଳ ଉପରେ ଯୋଉ କ୍ଷେତ୍ର ପ୍ରତିଷ୍ଠା କରିଛନ୍ତି, ଆରୂଢ ହୋଇଛନ୍ତି ଯୋଉ କ୍ଷେତ୍ର ଉପରେ, ଯୋଉ ଅଚଳ ଉପରେ ସେ ହଉଛି ନୀଳାଚଳ। এই କ୍ଷେତ୍ରକୁ ଭୌମ କ୍ଷେତ୍ର ବୋଲି କୁହାଯାଏ, ଭୂମି କ୍ଷେତ୍ର। ମା ଧରିତ୍ରୀ ଉପରେ ଅବସ୍ଥାନ କରିଛନ୍ତି ନୀଳାଚଳ ପର୍ବତ ଉପରେ, କିଏ ସ୍ୱୟଂ ଭାଗବତ ଅନୁସାରେ ବିରାଟ ପୁରୁଷ। ଯେମିତି କହନ୍ତି ଯେ ଆମର ତୁଳସୀଦାସ ମହାରାଜ କହିଛନ୍ତି, ବିନୁ ପଦ ଚଲଇ ସୁନଇ ବିନୁ କାନା, କର ବିନୁ କରମ କରଇ ବିଧି ନାନା, ଆନନ ରହିତ সকল রস ভোগী,
ବିନୁ ପାନିବ କଥା ବଡ ଯୋଗୀ। ନା ହାତ ଅଛି ନା ଗୋଡ ଅଛି? ଆପଣ କହିବେ ହାତ ଦିଟା ଲଗେଇଦେଲେ ହବ? ଆଜ୍ଞା ଆଜ୍ଞା, ସେ ଯେମିତି ତାକୁ ତିଆରି କରିଛି, ଏଇ ବ୍ରହ୍ମାଣ୍ଡ ସିଏ ତିଆରି କରିଛି, ଆମକୁ ସିଏ ତିଆରି କରିଛି, ତାକୁ ନିଜକୁ ସିଏ ତିଆରି କରିଛି। ଯେମିତି ଭାଗବତରେ କୁହାଯାଇନି, ତ୍ରିଗୁଣ ରଚୁ କରେ ଧରି ରୋଗୀ ନ ଚାଏ ନର ହରି। ଆମକୁ ବିଶ୍ୱାସ କରିବାକୁ ହବ, ଆମକୁ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଜାଣିବାକୁ ହବ। ଏଇ ମହାପ୍ରଭୁ ଜଗନ୍ନାଥ କିଏ? ଏଇଥିପାଇଁ କୁହାଯାଇଛି ଏଇ ହଉଛି ଭୌମ କ୍ଷେତ୍ର, ଦିବ୍ୟ କ୍ଷେତ୍ର। ଏବଂ ଏହାର ଆକାରଟା ଶଙ୍ଖ କ୍ଷେତ୍ର, ଶଙ୍ଖ ବୋଲି, ଶଙ୍ଖ ପରି ବୋଲି ଆକୁ ଶଙ୍ଖ କ୍ଷେତ୍ର ବୋଲି କହନ୍ତି। ତାକୁ ଅନ୍ତର୍ବେଦୀ ବୋଲି କହନ୍ତି। ଅନ୍ତର୍ବେଦୀ ଉପରେ ମହାପ୍ରଭୁ ଜଗନ୍ନାଥ ସିଂହାସନରେ ବିରାଜିତ। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ଶ୍ରୀଦେବୀ, ଭୂଦେବୀ, ମାଧବ ସପ୍ତାବରଣ ଆରୂଢ ଅଛନ୍ତି। ଜୀବନ୍ତ ଠାକୁର, ଆଜ୍ଞା ଜୀବନ୍ତ ଠାକୁର। ମହାପ୍ରଭୁ ଜଗନ୍ନାଥ କହିନାହାନ୍ତି ଯେ ତୁ ମୋତେ ନିନ୍ଦା କରିପାରୁ କିନ୍ତୁ ମୋର କୈବଲ୍ୟକୁ ନିନ୍ଦିବୁ ନାହିଁ। ଯେମିତି କହିଛନ୍ତି ତୁ ଆହାର, ନିଦ୍ରା, ଭୟ, ମୈଥୁନ ଏ ଚାରିଟି କଥାରେ ଜୀବନରେ ରହିଛୁ। ଆହାର ଖାଇବା ପାଇଁ, ତୁ ଖାଇବା ପାଇଁ କେବଳ କଣ ରହିଛୁ? ପଶୁ ଖାଉଛି, ତୁ ଖାଉଛୁ ଖାଲି କଣ ଆହାର ଖାଇବା ପାଇଁ? ତୁ ଆସିଛୁ ସଂସାରକୁ। ଶୋଇବା ପାଇଁ ପଶୁ ଶୋଉଛି, ତୁ ଶୋଉଛୁ ଖାଲି ଶୋଇବା ପାଇଁ ସଂସାରକୁ ଆସିଛ। ଭୟ କରୁଛି ପଶୁ ମଧ୍ୟ, ତୁ ଖାଲି କଣ ଏଇଭଳି ଭୟରେ ବଞ୍ଚିବୁ? ଆଉ ମୈଥୁନ, ପଶୁ ମୈଥୁନ କରୁଛି, ତୁ ଖାଲି କଣ ମୈଥୁନରେ ରହିବୁ? ଏଇଥିପାଇଁ ଭଗବାନ ଜଗନ୍ନାଥ କହିଲେ, ଯେତେ ଖାଉଥିବୁ ସେତେ ଦେଉଥିବି, ନ ଶୁଖିବ ତୋର ହାତ। ଲୋକେ କହୁଥିବେ ଏମିତି ଦେବତା, ନୀଳାଚଳେ ଜଗନ୍ନାଥ। ଅନ୍ତର୍ବେଦୀ ଉପରେ ଅଛନ୍ତି ଏବଂ ଏହାକୁ ଉଦ୍ୟାନ ପୀଠ ବୋଲି କୁହାଯାଏ। ଏହାକୁ ନୀଳାଚଳ, ନୀଳ କ୍ଷେତ୍ର ବୋଲି କୁହାଯାଏ ଏବଂ ପତିତ ପାବନ କ୍ଷେତ୍ର ବୋଲି କୁହାଯାଏ। ପତିତ ମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ୱୟଂ ମହାପ୍ରଭୁ ଜଗନ୍ନାଥ ଏହି କ୍ଷେତ୍ରକୁ ବାଛିଛନ୍ତି। ଆକୁ ମର୍ତ୍ତ୍ୟ ବୈକୁଣ୍ଠ ବୋଲି କୁହାଯାଏ, ଆକୁ ଯମନିକ କ୍ଷେତ୍ର ବୋଲି କୁହାଯାଏ, ଅନେକ ନାଁରେ ଆକୁ ବଡ ଦେଉଳ ବୋଲି କୁହାଯାଏ। ବଡ କଥାଟି ହଉଛି, ଇଏ ହଉଛି ପତିତ ପାବନ କ୍ଷେତ୍ର। ପତିତ ମାନଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କର ଗୁଣ୍ଡିଚା ଯାତ୍ରା। ସ୍କନ୍ଦ ପୁରାଣରେ ଲେଖା ଅଛି, ପୃଥିବ୍ୟାଂ ଗୋପିତ ସ୍ଥାନଂ ତବ ଚାପି ସୁଦୁର୍ଲଭଂ, ସୁରାସୁରାଣାଂ ଦୁର୍ଗେୟ ମାୟୟା ଛାଦିତ ମମ। ପୃଥିବ୍ୟାଂ ଗୋପିତ ସ୍ଥାନ, ପୃଥିବୀର ଗୋପନୀୟ ସ୍ଥାନ ହଉଛି ପୁରୁଷୋତ୍ତମ କ୍ଷେତ୍ର ବା ପତିତ ପାବନ କ୍ଷେତ୍ର। ପୃଥିବୀର ଗୋପନୀୟ ସ୍ଥାନ ହଉଛି, ଆମକୁ ଜାଣିବାକୁ ହବ ଏ ଗୋପନୀୟ ସ୍ଥାନ ହଉଛି ପୁରୁଷୋତ୍ତମ କ୍ଷେତ୍ର ବା ପତିତ ପାବନ କ୍ଷେତ୍ର ବା ଅନ୍ତର୍ବେଦୀ ବା ଉଦ୍ୟାନ ପୀଠ। ଚାରି ପୀଠ ମଧ୍ୟରୁ ଶ୍ରେଷ୍ଠ ପୀଠ ହଉଛି ଉଦ୍ୟାନ ପୀଠ। ଓଡ୍ରାକ୍ଷମ ବୋଲି ମହାପ୍ରଭୁ ଜଗନ୍ନାଥଙ୍କୁ କୁହାଯାଏ। ଏବଂ ଗୋପନୀୟ ସ୍ଥାନ ବୋଲି କହିଲେ ପୃଥିବ୍ୟାଂ ଗୋପିତ ସ୍ଥାନ ତବ ଚ ଅପି ସୁଦୁର୍ଲଭ, ଏବଂ କହିଲେ ଦୁର୍ଲଭ ସ୍ଥାନ। କାରଣ ଆପଣ ପୃଥିବୀରେ ଯୋଉ ଜାଗାକୁ ଯିବେ, କୋଉ ଜାଗାରେ ପେଟ ପୁରେଇକି ଖାଇବାକୁ ମିଳିବନି। ଇଏ ଭୋଜନ କ୍ଷେତ୍ର। ସ୍ୱୟଂ ବିଷ୍ଣୁ ଭଗବାନଙ୍କର, ବିରାଟ ପୁରୁଷଙ୍କର ହେଉଛି ଭୋଜନ କ୍ଷେତ୍ର। ସିଏ ଆନନ୍ଦ କରିବେନି? ଆନନ୍ଦ କନ୍ଦ ସ୍ୱୟଂ ସଚ୍ଚିଦାନନ୍ଦ ଭଗବାନ, ସଚ୍ଚିତ୍ ଆନନ୍ଦ ସଚ୍ଚିଦାନନ୍ଦ ଭଗବାନ ଆନନ୍ଦ କରିବା ପାଇଁ ଗୁଣ୍ଡିଚା ଯାତ୍ରା କରୁଛନ୍ତି। ତା ସମ୍ପର୍କରେ ଆଉ କଥା କିଛି ଶୁଣିବା। ତେବେ କହିଲେ ସୁରାସୁରାଣାମ୍, ସୁର ଅସୁର ମିଶିଲେ ସୁରାସୁରାଣାମ୍ ହୁଏ। ସୁର ଓ ଅସୁର ମାନେ ଯାହାକୁ ଜାଣିନାହାନ୍ତି ଯୋଉ କ୍ଷେତ୍ର ସମ୍ପର୍କରେ, ସେଇଭଳି କ୍ଷେତ୍ର ହଉଛି ପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର, ନୀଳାଚଳ କ୍ଷେତ୍ର, ଭୌମ କ୍ଷେତ୍ର, ଦିବ୍ୟ କ୍ଷେତ୍ର, ଶଙ୍ଖ କ୍ଷେତ୍ର, ଅନ୍ତର୍ବେଦୀ ବା ଯାହାକୁ ପତିତ ପାବନ କ୍ଷେତ୍ର ବୋଲି କୁହାଯାଏ। ପତିତ ମାନଙ୍କୁ ଉଦ୍ଧାର କରିବା ପାଇଁ ମହାପ୍ରଭୁ ଜଗନ୍ନାଥ ବିରାଜମାନ ଅଛନ୍ତି। ଏଠି କଣ ନାହାନ୍ତି ଯେ, ଏଠି ସମସ୍ତ ଶୈବ ମାନଙ୍କ ପାଇଁ ସମସ୍ତେ ଶିବଙ୍କର ସମସ୍ତ ସ୍ୱରୂପ ଏଠି ଅଛନ୍ତି। ଏଠି ଲୋକନାଥ ଅଛନ୍ତି, ଏଠି ବିଶେଷ ଭାବରେ କାଶୀ ବିଶେଶ୍ୱର ଅଛନ୍ତି, ଏଠି ପଞ୍ଚପାଣ୍ଡବ ଭାବରେ ଆପଣଙ୍କର ଯାହା କହନ୍ତି
କ୍ଷେତ୍ରପାଳ ମାନେ ଅଛନ୍ତି, ମାର୍କଣ୍ଡେଶ୍ୱର ଅଛନ୍ତି, ଯୋଉଠି ମାର୍କଣ୍ଡେୟ ସ୍ୱୟଂ ଯୋଉ ମାର୍କଣ୍ଡେଶ୍ୱରକୁ ପୂଜା କରିଛନ୍ତି ବଟପୁଟରେ ମହାପ୍ରଭୁ ଜଗନ୍ନାଥଙ୍କୁ କାହାକୁ ନା ବାଳ ମୁକୁନ୍ଦ ସ୍ୱରୂପକୁ ଦର୍ଶନ କରିଥିଲେ। କେତେବେଳେ ନା ପ୍ରଳୟ କାଳରେ କରାରବିନ୍ଦେନ ମୁଖାରବିନ୍ଦ ପଦାରବିନ୍ଦେ ବିନିବେଶୟନ୍ତମ୍ କରାରବିନ୍ଦେନ ପଦାରବିନ୍ଦମ୍ মুখারবিন্দে বিনিবেশয়ন্তম বটস্য পত্রস্য পুটে শয়ন্তম বালম মুকুন্দম মনসা স্মরামি। সেই বাল মুকুন্দ রূপକୁ